कोटपाड़ कुहुड़ीपदर पड़ियाठारे मां बंजारुणी फुटबॉल टूर्नामेंट उद्यापित हो जाइछि। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି କୋଟପାଡ଼ ସ୍ଥାନୀୟ ତହସିଲଦାର ତୁଳା ମୁଦୁଲି, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଓକିଲ ପଙ୍କଜ ପାତ୍ର, ସମ୍ମାନୀୟ ଅତିଥି ଭାବରେ ଭାରତ ମିଡିଆ ଆସୋସିଏସନ ସଭାପତି ଅଜୟ କୁମାର ମିଶ୍ର, ଲିଣ୍ଟୁ ଜୈନ, ରାମପ୍ରସାଦ ଦଳେଇ, ରମାକାନ୍ତ ବିଷୋଇ, ସନ୍ତୋଷ ବିଷୋଇ, ୱାର୍ଡ ସଭ୍ୟ ଭାସ୍କର ନାୟକ ମଞ୍ଚ ଉପରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଉପବିଜେତା ପୁରସ୍କାର ପ୍ରୟୋଜକ ଲୁଲୁ ଦଳେଇ ନିଜ ଭାଇ ସ୍ୱର୍ଗତ ଦିଲୁ ଦଳେଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ସହିତ 12,000 ଟଙ୍କା ଏବଂ ଏମ୍ଡି ୱାସିମ ପଟେଲ ଓ ଏମ୍ଡି ଇନ୍ତୁ ଟ୍ରଫି ସହ 15,000 ଟଙ୍କା ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ କମିଟି ସଭାପତି ଏମ୍ଡି ଇନ୍ତୁ, ଉପସଭାପତି ଗୋବିନ୍ଦ ମାଝୀ, ସମ୍ପାଦକ ରବୀନ୍ଦ୍ର ରନ୍ଧାରୀ, କୋଷାଧ୍ୟକ୍ଷ ବ୍ରଜ ପୂଜାରୀଙ୍କ ସହିତ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଏହି ଟୁର୍ଣ୍ଣାମେଣ୍ଟରେ ଭାଷ୍ୟକାର ଭାବରେ ପ୍ରଶାନ୍ତ ପଣ୍ଡା ଓ ଏମ୍ଡି ଆଶୁ ପୂର୍ଣ୍ଣମ ସହଯୋଗ କରିଥିଲେ। ଆଜିର ଏହି ଫାଇନାଲ ମ୍ୟାଚରେ ନୂଆଗଡ଼ ଓ ଶ୍ରୀକାନ୍ତ ଏଗାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ରୋମାଞ୍ଚକର ମ୍ୟାଚରେ ଶ୍ରୀକାନ୍ତ ଏଗାର ପେନାଲ୍ଟିରେ 4/3 ବ୍ୟବଧାନରେ ପରାସ୍ତ ହୋଇଥିଲେ। ବିଶେଷକରି ଏହି ଫାଇନାଲ ମ୍ୟାଚରେ ଭାରତ ମିଡିଆ ଆସୋସିଏସନର ସଭାପତି ଅଜୟ ମିଶ୍ର, ତୁଲାରାମ ପୂଜାରୀ ଉପସ୍ଥିତ ରହି ଖବର ପରିବେଷଣ କରିଥିଲେ। ଏହି ଫାଇନାଲ ମ୍ୟାଚରେ କୋଟପାଡ଼ ଅଞ୍ଚଳ ସହିତ ଆଖପାଖର ହଜାର ହଜାର ଖେଳପ୍ରେମୀମାନେ ଉପସ୍ଥିତ ରହି ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚର ମନୋରଞ୍ଜନ ନେଇଥିଲେ। ଏହି ଫାଇନାଲରେ ରିଫେରୀ ଭାବରେ କୋଟପାଡ଼ ଅଞ୍ଚଳର ତାରିଣୀ ମଣ୍ଡଳ, ସନ୍ତୋଷ ନାୟକ ଓ ଉମେଶ ନାୟକ ସହଯୋଗ କରିଥିଲେ। କୋଟପାଡ଼ରୁ ଅଜୟ କୁମାର ମିଶ୍ରଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।